13 ଜଣ ଲୋକ ମୋ ପାଖକୁ ଆସି କୁମାରପୁର ପଞ୍ଚାୟତର ଅଭିଯୋଗ କରିଥିଲେ ଯେ ସେମାନଙ୍କ ନାଁରେ ପଇସା ଯାଇଛି କିନ୍ତୁ ସେମାନେ ଆକ୍ଚୁଆଲି ଘର ପାଇନାହାନ୍ତି ବୋଲି। ଆକାଶ କୁମାର ପଣ୍ଡା ଭିଡିଓ 8। କିଛି ଲୋକ ଆସିଥିଲେ କୁମାରପୁର ପଞ୍ଚାୟତ ଆବାସ ଯୋଜନାର ପଇସା ଯାଇଛି, ହିତାଧିକାରୀ ଆକାଉଣ୍ଟକୁ ପଇସା ଯାଇଛି, ବାସ୍ତବରେ ସେ କହୁଛନ୍ତି ଯେ ପଇସା ପାଇନାହାନ୍ତି, ହଡପ ହେଇଛି। ଆଜି 13 ଜଣ ଲୋକ ମୋ ପାଖକୁ ଆସି କୁମାରପୁର ପଞ୍ଚାୟତର ଅଭିଯୋଗ କରିଥିଲେ ଯେ ସେମାନଙ୍କ ନାଁରେ ପଇସା ଯାଇଛି କିନ୍ତୁ ସେମାନେ ଆକ୍ଚୁଆଲି ଘର ପାଇନାହାନ୍ତି ବୋଲି। ଆଉ ଯଦିଓ ଆମର ଅନଲାଇନରେ ଏବେ ଶୋ କରାଉଛି ଯେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର ପଇସା ଯାଇଛି ବୋଲି, ତାକୁ ଆମେ ଆଉ ଟିକେ ଇନକ୍ୱାରି କରିକି ଦେଖିବୁ। ତାପରେ ଗ୍ରାଉଣ୍ଡ ଲେଭେଲରେ ବି ଇନକ୍ୱାରି କରିବୁ ଆକ୍ଚୁଆଲି ସେମାନଙ୍କର ଯେଉଁ ଅଭିଯୋଗ କରିଛନ୍ତି ସେଗୁଡ଼ିକ ସତ୍ୟ କି ନାହିଁ। ଆଉ ଯଦି ତଦନ୍ତ ପରେ ଯଦି ଦୋଷ ବି କରିଛନ୍ତି ବୋଲି ଯିଏ ବି ଜଣା ପଡ଼ିବ, ଯେଉଁ କର୍ମଚାରୀ ଜଣା ପଡ଼ିବେ, ଆମେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପଯୁକ୍ତ ଫୋରମକୁ ଲେଖିବୁ। ଆଚ୍ଛା, ବାସ୍ତବରେ ଆମେ ଯାଇଥିଲୁ, ସେ ଜାଗାକୁ ଯାଇଥିଲୁ। ଯଦି ସେଭଳି କିଛି ହେଇଥିବ ତ ତାଟା ତଦନ୍ତ ସାପେକ୍ଷ ଅଛି। ଆଉ ତଦନ୍ତ କଲା ପରେ ଜଣା ପଡ଼ିବ କ'ଣ ଏର ଆକ୍ଚୁଆଲି ପ୍ରୋବ୍ଲେମ କୋଉଠି କ'ଣ ହେଇଛି। ଯଦି ସେଭଳି କିଛି ଭୁଲ ତା ତରଫରୁ ହେଇଥାଏ ଆମେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ। 13 ଜଣ ଲୋକ ମୋ ପାଖକୁ ଆସି କୁମାରପୁର ପଞ୍ଚାୟତର ଅଭିଯୋଗ କରିଥିଲେ ଯେ ସେମାନଙ୍କ ନାଁରେ ପଇସା ଯାଇଛି କିନ୍ତୁ ସେମାନେ ଆକ୍ଚୁଆଲି ଘର ପାଇନାହାନ୍ତି ବୋଲି। ଆଉ ଯଦିଓ ଆମର ଅନଲାଇନରେ ଏବେ ଶୋ କରାଉଛି ଯେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର ପଇସା ଯାଇଛି ବୋଲି, ତାକୁ ଆମେ ଆଉ ଟିକେ ଇନକ୍ୱାରି କରିକି ଦେଖିବୁ। ତାପରେ ଗ୍ରାଉଣ୍ଡ ଲେଭେଲରେ ବି ଇନକ୍ୱାରି କରିବୁ ଆକ୍ଚୁଆଲି ସେମାନଙ୍କର ଯେଉଁ ଅଭିଯୋଗ କରିଛନ୍ତି ସେଗୁଡ଼ିକ ସତ୍ୟ କି ନାହିଁ। ଆଉ ଯଦି ତଦନ୍ତ ପରେ ଯଦି ଦୋଷ ବି କରିଛନ୍ତି ବୋଲି ଯିଏ ବି ଜଣା ପଡ଼ିବ, ଯେଉଁ କର୍ମଚାରୀ ଜଣା ପଡ଼ିବେ, ଆମେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପଯୁକ୍ତ ଫୋରମକୁ ଲେଖିବୁ। ଆଚ୍ଛା, ବାସ୍ତବରେ ଆମେ ଯାଇଥିଲୁ, ସେ ଜାଗାକୁ ଯାଇଥିଲୁ। ଯଦି ସେଭଳି କିଛି ହେଇଥିବ ତ ତାଟା ତଦନ୍ତ ସାପେକ୍ଷ ଅଛି। ଆଉ ତଦନ୍ତ କଲା ପରେ ଜଣା ପଡ଼ିବ କ'ଣ ଏର ଆକ୍ଚୁଆଲି ପ୍ରୋବ୍ଲେମ କୋଉଠି କ'ଣ ହେଇଛି। ଯଦି ସେଭଳି କିଛି ଭୁଲ ତା ତରଫରୁ ହେଇଥାଏ ଆମେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ।